ସାଙ୍ଗମାନେ ବାଳୁଙ୍ଗା ପିଲାଟିକୁ ଦେଖନ୍ତୁ କେମିତି କବାଟ ଉପରେ ଓହଳିକି ଦିଟା କବାଟକୁ ଜୋରରେ ବାଡେଇବାକୁ ଲାଗୁଛି। ଆଉ ଘର ଭିତରୁ ରାଗିକି ଦିଟା ଲୋକ ପଦାକୁ ପଳେଇ ଆସୁଛନ୍ତି ଆଉ କହୁଛନ୍ତି, ଆରେ ଶଳା କଣ ପାଇଁ ମୋ କବାଟକୁ ବାଡେଇଲୁ? ଆରେ ଶଳା ମୁଁ କାହିଁ ତୋ କବାଟକୁ ବାଡେଇବି? ଓଲଟା ମୋ କବାଟକୁ ତୁ ବାଡେଇଛୁ। ଆଉ ଥରେ ଏମିତି ମିଛୁଡାରୁ ବାଡେଇଲେ ଦେଖିବୁ ତ ଅବସ୍ଥା କଣ କରିବି। ଆଉ ସେ ଲୋକ ଦୁଇ ଜଣ ପୁଣି ଥରେ ଘର ଭିତରେ ପଶି ଯାଉଛନ୍ତି। ଆଉ ସେ ବାଳୁଙ୍ଗା ପିଲାଟି ପୁଣି ଥରେ ଜୋରରେ ସେ କବାଟ ଦିଟାଙ୍କୁ ବାଡେଇବାକୁ ଲାଗୁଛି। ଆଉ ପୁଣି ଥରେ ସେ ଲୋକ ଦୁଇ ଜଣ ପଦାକୁ ବାହାରି ଆସୁଛନ୍ତି। ଆଉ ଦୁହିଁଙ୍କ ଭିତରେ ଘମାଘୋଟ ଲଢେଇ ଚାଲୁଛି। ଆଉ ଉପରେ ବସିକି ସେ ପିଲାଟି ପୁରା ମଜା ନଉଛି। ଆଉ ତାଙ୍କ ଭିତରୁ ଗୋଟିଏ ଲୋକ କହୁଛି, ଆଉ ଯଦି ଥରେ ମୋ କବାଟକୁ ବାଡେଇବୁ ଦେଖିବୁ ତ ଅବସ୍ଥା ମୁଁ କଣ କରିବି। ଶଳା ଏପାଳି ଆଉ ଛାଡିବିନି। ଆଉ ସେ ଲୋକ ଦୁଇ ଜଣ ବୁଝାବଣା ହେଇକି ପୁଣି ଥରେ ଘର ଭିତରେ ପଶିକି କବାଟ ଦେଇ ଦଉଛନ୍ତି। କିନ୍ତୁ କବାଟ ଉପରେ ଝୁଲୁଥିବା ସେ ବାଳୁଙ୍ଗା ପିଲାଟିର ଏତିକିରେ କୋଉ ମନ ଶାନ୍ତି ହଉଛି। ପୁଣି ଥରେ ରାଗିକି ସେ କବାଟକୁ ଜୋରରେ ବାଡେଇବାକୁ ଲାଗୁଛି। ଆଉ ସେ ଲୋକମାନେ ପୁଣି ଥରେ ରାଗିକି ଘର ଭିତରୁ ପଦାକୁ ବାହାରି ଆସୁଛନ୍ତି। ଆଉ ଦୁହିଁଙ୍କ ମଧ୍ୟରେ ପୁଣି ବାଡିଆ ବାଡି ହଉଛନ୍ତି। ଶଳା ତତେ ବାରମ୍ବାର ମନା କରୁଛି ଆଉ କବାଟକୁ ବାଡେଇବୁନି ବୋଲି ପୁଣି ବାଡଉଛୁ। ଶଳା ଏପାଳି ତତେ ସତ ସତ କହିଦଉଛି, ଆଉ ଯଦି ଥରେ ବାଡେଇବୁ ତାହେଲେ ଦେଖିବୁ ତ ଅବସ୍ଥା ମୁଁ କଣ କରିବି। ଆଉ ସେ ଲୋକମାନେ ପୁଣି ଥରେ ବୁଝାସୁଝା ହେଇକି ଘର ଭିତରେ ପଶି ଯାଉଛନ୍ତି। କିନ୍ତୁ ସେ ବାଳୁଙ୍ଗା ପିଲାଟି କୋଉ ଛାଡୁଛି, ପୁଣି କବାଟକୁ ବାଡେଇବାକୁ ଲାଗୁଛି। କିନ୍ତୁ ତାପରେ କଣ ହଉଛି ଦେଖିବା ପୂର୍ବରୁ ସାଙ୍ଗମାନେ ଆପଣମାନଙ୍କୁ ଯଦି ଭିଡିଓଟି ମଜା ଲାଗୁଛି ତାହେଲେ ଗୋଟେ ଲାଇକ୍ କରିଦିଅନ୍ତୁ। ଶେଷରେ ପୁଣି ଥରେ ତାଙ୍କ ଭିତରୁ ଗୋଟିଏ ଲୋକ ସେ ପିଲାଟିକୁ ଦେଖି ନଉଛି ଆଉ କହୁଛି, ଶଳା ତୁ ତାହେଲେ ଆମକୁ ଏଠି ମାଡଗୋଳ କରଉଛୁ ହେତେବେଳୁ। ଆଉ ସେ ଲୋକମାନେ ରାଗିକି ସେ ବାଳୁଙ୍ଗା ପିଲାଟିକୁ ନିର୍ଧୁମ ଛେଚୁଛନ୍ତି। ଆଉ ସେ ବାଳୁଙ୍ଗା ପିଲାଟି ଏକାବେଳକେ ପଡି ଉଠିକି ଦୌଡିବାକୁ ଲାଗୁଛି।